आईसीसी टी20 विश्वकप ପାଇଁ ଘୋଷଣା ହୋଇସାରିଛି ଟିମ୍ ଇଣ୍ଡିଆ। ଗୁରୁତ୍ୱପୂର୍ଣ୍ଣ ଘୋଷଣାକ୍ରମେ ଏହି ଟିମ୍ରୁ ବାଦ୍ ପଡ଼ିଛନ୍ତି ୱାନଡେ ଏବଂ ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍। ହେଲେ ଖରାପ ଫର୍ମରେ ଥିବା ସତ୍ତ୍ୱେ ସୂର୍ୟ କୁମାର ଯାଦବ ଟିମ୍ରେ ସ୍ଥାନ ପାଇଛନ୍ତି, ଆଉ କ୍ୟାପ୍ଟେନ୍ ମଧ୍ୟ ରହିଛନ୍ତି। ହେଲେ ଏବେ ଯେଉଁ ଚର୍ଚ୍ଚା ଜୋର ଧରିଛି ତାହା ଆପଣଙ୍କୁ ଚମକାଇ ଦେବ। ମିଳିଥିବା ସୂଚନା ଅନୁସାରେ ଖରାପ ଫର୍ମ କାରଣରୁ ସିଲେକ୍ଟରମାନେ ସୂର୍ୟ କୁମାର ଯାଦବଙ୍କୁ ମଧ୍ୟ ବିଶ୍ୱକପ୍ ଟିମ୍ରୁ ବାହାର କରିବାକୁ ଚିନ୍ତା କରୁଥିଲେ। ହେଲେ ତାଙ୍କ କ୍ୟାପ୍ଟେନ୍ସି ତାଙ୍କୁ ଶେଷରେ ଟିମ୍ରେ ଜାଗା ଦେଇଛି। ଟି20 ଦଳ ଉପ ଅଧିନାୟକ ହୋଇଥିବା ଶୁଭମନ ଗିଲ୍ ଦଳରୁ ବାହାର ହେବା ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ପ୍ରକୃତ କଥା ହେଉଛି ସୂର୍ୟ କୁମାର ଯାଦବ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୁର୍ବଳ ଅଟେ। ଉଭୟ ବ୍ୟାଟରଙ୍କ ପ୍ରଦର୍ଶନ ଖରାପ ରହିଛି, କିନ୍ତୁ କେବଳ ଜଣକୁ ହିଁ ସୁଯୋଗ ମିଳିଛି। ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ମଧ୍ୟ ଉଠିଛି ଯେ ଶୁଭମନ ଗିଲ୍ଙ୍କ ଭଳି ପ୍ରଦର୍ଶନ କରିବା ସତ୍ତ୍ୱେ ସୂର୍ୟ କୁମାର ଯାଦବଙ୍କୁ କିପରି ଚୟନ କରାଗଲା। ଯଦିଓ ଏହାର ଉତ୍ତର ସମସ୍ତଙ୍କୁ ଜଣା ଯେ ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଫର୍ମ ଯାହା ହେଉ ଅଧିନାୟକକୁ ଦଳରୁ ବାହାର କରାଯାଏ ନାହିଁ। ବୋଧହୁଏ କେବଳ ଅଧିନାୟକତ୍ୱ ହିଁ ସେହି କାରଣ ଥିଲା ଯେଉଁଥିପାଇଁ ସୂର୍ୟ କୁମାର ଯାଦବଙ୍କୁ ଭାରତର 2026 ଟି20 ବିଶ୍ୱକପ୍ ଯୋଜନାରେ ରଖାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯେତେବେଳେ ସିଲେକ୍ସନ କମିଟିର ବୈଠକ ବସିଥିଲା ସେତେବେଳେ ଶୁଭମନ ଗିଲ୍ ଏବଂ ସୂର୍ୟ କୁମାର ଯାଦବଙ୍କ ଫର୍ମକୁ ନେଇ ବଡ଼ ଧରଣର ଆଲୋଚନା ହୋଇଥିଲା। ଏହାପରେ ଶୁଭମନ ଗିଲ୍ଙ୍କୁ ଦଳରୁ ବାହାର କରାଯାଇଥିଲା। ହେଲେ ସୂର୍ୟ କୁମାର ଯାଦବ ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଟେକ୍ ରାଜା।